ବୃନ୍ଦାବନ ପାତ୍ର, ମୋ ବାପା ନାଁ ହଉଛି ବୈଦ୍ୟର ପାତ୍ର, ଘର ପଟିଆ। ଆଉ ମହାଶିବରାତ୍ରିରେ ଭକ୍ତମାନେ ସମାଗମ ହେଇଛନ୍ତି, ଭଜନ ସମାରୋହ ବି ଚାଲିଛି, କେତେ ମନ ଆନନ୍ଦିତ। ଏଇଟା ମନ ଆନନ୍ଦିତ ଆଜି ନୁହଁ, ଇଏ ହେଲାଣି ଖାଲି ଜାଗାଟା ହଉଛି ବାପା ଆମର ଏ ଜାଗାରେ 1943 ମସିହାରୁ ଚାଷବାସ କରୁଥିଲେ। ଚାଷବାସ କରି ଧାନ, ମାଣ୍ଡିଆ, କୋଳଥ ଏଗୁଡ଼ା ସବୁ ଧାନ ଚାଷ ହଉଥିଲା। 43 ମସିହା ପରେ ସେଟଲମେଣ୍ଟ ଆସିଲା 1962 ମସିହାରେ। ଯେତେବେଳେ 62 ମସିହା ସେଟଲମେଣ୍ଟ ଥିଲା, ସେତେବେଳେ ଆମର ଥିଲା କଟକ ଜିଲ୍ଲା। ଏ ପୁରୀ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା ନଥିଲା ସେତେବେଳେ। ସେତେବେଳେ କଟକ ଜିଲ୍ଲା ଥିଲା। ଯେହେତୁ କଟକକୁ ଯିବା ପାଇଁ କୌଣସି ଗାଡି ମଟର ବହୁତ ପ୍ରକାର କିଛି ସୁବିଧା ନଥିଲା, ଆମ ବାପା ଏଇ ସେଟଲମେଣ୍ଟରେ ସବୁ ଚାଲି ଚାଲିକି ଯାଆନ୍ତି କାମ କରିବା ପାଇଁ। ଯାଆନ୍ତି ସେଟଲମେଣ୍ଟ ଜୋବ୍ରା, ଏଇ ବାରଙ୍ଗବାଟେ ସିଧା ଯାଇ କାଠଯୋଡି ନଈରେ ପଶି ସେପଟେ ସିଧା ବାହାରନ୍ତି। ଆଚ୍ଛା, ଏମିତିଆ ଅବସ୍ଥା ସେତେବେଳେ ଥିଲା। କାଳକ୍ରମେ ସେ 62 ମସିହା ସେଟଲମେଣ୍ଟରେ ସେ ହାଜର ହେଇଥିଲେ ଜାଗା ଉପରେ।